ରୁଦ୍ରୀ କ୍ରିକେଟ ଖେଳୁଅଛି। ଏହି ବାକ୍ୟର ଶେଷ ତିନି ଅକ୍ଷରକୁ ଦେଖିବା ଉ ଅଛି ଶୁଭୁଛି। ତେଣୁ ଏହା ପ୍ରେଜେଣ୍ଟ ଟେନ୍ସର ପ୍ରେଜେଣ୍ଟ ପ୍ରୋଗ୍ରେସିଭ କିମ୍ବା ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଟେନ୍ସରେ ଅଛି। ଏହାର ରୁଲ୍ ହେଉଛି ସବଜେକ୍ଟ ପ୍ଲସ୍ am କିମ୍ବା ଇଜ୍ କିମ୍ବା ଆର୍ ପ୍ଲସ୍ ଭାର୍ବରେ ing ଦିଆଯାଇଥାଏ। ଏଠାରେ ରୁଦ୍ରୀ ହେଉଛି ତୃତୀୟ ପୁରୁଷ ଏକବଚନ, ତେଣୁ ଇଜ୍ ଲାଗିବ। ପ୍ରଥମ ପୁରୁଷ ଏକବଚନରେ am ଲାଗେ, ଅନ୍ୟ ପୁରୁଷରେ ଆର୍ ଲାଗିଥାଏ। ତେଣୁ ରୁଦ୍ରୀ କ୍ରିକେଟ ଖେଳୁଅଛିର ଇଂରାଜୀ ଟ୍ରାନ୍ସଲେସନ୍ ହେବ ରୁଦ୍ରୀ ଇଜ୍ ପ୍ଲେଇଂ କ୍ରିକେଟ। ପ୍ରେଜେଣ୍ଟ ଟେନ୍ସର ପ୍ରେଜେଣ୍ଟ ସିମ୍ପଲ୍, ପ୍ରେଜେଣ୍ଟ ପ୍ରୋଗ୍ରେସିଭ କିମ୍ବା ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍, ପ୍ରେଜେଣ୍ଟ ପରଫେକ୍ଟ ଏବଂ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ ବିଷୟରେ ଆଲୋଚନା କରିଥିଲେ। ଫ୍ରେଣ୍ଡସ୍, ଆମେ ପ୍ରେଜେଣ୍ଟ ଟେନ୍ସ ସମ୍ବଳିତ ଏହି ଚାରୋଟି ଯାକ ଟେନ୍ସକୁ ଅଲଗା ଅଲଗା ଭାବରେ ଆମେ ବୁଝିଲେ, ଶିଖିଲେ ଏବଂ ଓଡ଼ିଆରେ ଥିବା ବାକ୍ୟକୁ ମଧ୍ୟ ଇଂରାଜୀରେ ଟ୍ରାନ୍ସଲେସନ୍ କରୁଥିଲେ। କିନ୍ତୁ ଏହି ଭିଡ଼ିଓରେ ଶିଖିବା ପ୍ରେଜେଣ୍ଟ ଟେନ୍ସରେ ଥିବା ଏହି ଚାରୋଟି ଟେନ୍ସର ଓଡ଼ିଆରେ ଥିବା ଯେକୌଣସି ବାକ୍ୟକୁ ଇଂରାଜୀରେ କିପରି ଟ୍ରାନ୍ସଲେସନ୍ କରାଯାଏ ସେଥିପ୍ରତି ଆଉ ଥରେ ମନେ ପକାଇବା। ଧରାଯାଉ ଏହି ଭିଡ଼ିଓଟି ଆମ ପାଇଁ ପ୍ରେଜେଣ୍ଟ ଟେନ୍ସ ଉପରେ ଏକ ପ୍ରକାର ରିଭିଜନ୍ ରୂପରେ କାମ କରିବ। ଯେତେ ବି ଆମକୁ ପ୍ରେଜେଣ୍ଟ ଟେନ୍ସ ଉପରେ ଡାଉଟ୍ ଥିବ ଏହି ଭିଡ଼ିଓରେ କ୍ଲିଅର ହୋଇପାରିବା। ତେଣୁ ଭିଡ଼ିଓଟିକୁ ସ୍କିପ୍ ନକରି ପୁରା ଦେଖିବା ପାଇଁ ଚେଷ୍ଟା କରିନେବେ। ତେଣୁ ଡେରି ନକରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ରାଧେଶ୍ୟାମ ତୁମ ଘରକୁ ଯାଇଅଛି କି? ଏହି ବାକ୍ୟଟିକୁ ଭଲ ଭାବରେ ଦେଖିବା କି ଏହି ବାକ୍ୟଟି କେଉଁ ପ୍ରକାର ଅଟେ। ଆମେ ଜାଣିଲେ କି ଏହି ବାକ୍ୟଟି ଆମର ନେଗେଟିଭ ବାକ୍ୟ ନୁହେଁ କି? ଯଦି ଆମେ ଏହାକୁ ପଜିଟିଭ ରୂପରେ ଟ୍ରାନ୍ସଲେସନ୍ କରିପାରୁଛନ୍ତି ତେବେ ସହଜରେ ନେଗେଟିଭ ରୂପରେ ମଧ୍ୟ ଟ୍ରାନ୍ସଲେସନ୍ କରିପାରିବା। ତେଣୁକରି ପ୍ରଥମେ ପଜିଟିଭ ରୂପକୁ ଆଣିବା ପାଇଁ ଶେଷରେ ଥିବା କି ଲିଭେଇ ଦେବା। ଯେପରିକି ବାକ୍ୟଟି ହେବ ରାଧେଶ୍ୟାମ ତୁମ ଘରକୁ ଯାଇଅଛି। ଫ୍ରେଣ୍ଡସ୍, ଏହି ବାକ୍ୟଟିକୁ ଥରେ ଭଲ ଭାବରେ ଦେଖିବା କି ଏହାର ଶେଷ ତିନି ଅକ୍ଷର କ'ଣ ଅଛି। ଦେଖ, ଶେଷରେ ଇ ଅଛି ଦିଆଯାଇଅଛି। ତେଣୁ ଏହି ବାକ୍ୟଟି ସହଜରେ ଜାଣିପାରିଲେ କି ପ୍ରେଜେଣ୍ଟ ଟେନ୍ସର ତୃତୀୟ ଘର କିମ୍ବା ପ୍ରେଜେଣ୍ଟ ପରଫେକ୍ଟ ଟେନ୍ସରେ ଅଛି। ପ୍ରେଜେଣ୍ଟ ପରଫେକ୍ଟ ଟେନ୍ସର ରୁଲ୍ କ'ଣ? ରୁଲ୍ ହେଉଛି ସବଜେକ୍ଟ ପ୍ଲସ୍ ହାଜ୍ କିମ୍ବା ହାଭ୍ ପ୍ଲସ୍ ଭାର୍ବଟି ହେବ ପାଷ୍ଟ ପାର୍ଟିସିପଲ୍। ଯଦି ସବଜେକ୍ଟଟି ତୃତୀୟ ପୁରୁଷ ଏକବଚନ ଥିଲେ ହାଜ୍ ଲାଗିବ ଏବଂ ଅନ୍ୟ ପୁରୁଷରେ ଥିଲେ ହାଭ୍ ଲାଗିବ। ଠିକ୍ ଅଛି? ତେଣୁକରି ଏହି ବାକ୍ୟରେ ସବଜେକ୍ଟ କିମ୍ବା କର୍ତ୍ତା କିଏ? ରାଧେଶ୍ୟାମ। ଯେହେତୁ ରାଧେଶ୍ୟାମ ହେଉଛି ତୃତୀୟ ପୁରୁଷ ଏକବଚନ, ତେଣୁ ଏହି ରାଧେଶ୍ୟାମ ପରେ ହାଜ୍ ଲାଗିବ। ପୁଣି ଏଠାରେ ଭାର୍ବ କିଏ? ଯାଇଅଛି। ଏହି ଯାଇଅଛି ଶବ୍ଦଟି ଯିବା ଶବ୍ଦରୁ ଆସିଛି। ଆମେ ଜାଣିଛନ୍ତି ଯିବାର ଇଂଲିଶ ଗୋ, ତେଣୁ ଗୋର ପାଷ୍ଟ ପାର୍ଟିସିପଲ୍ ରୂପ ହେଉଛି ଗନ୍। ତେଣୁ ପ୍ରଥମେ ଆମେ ଲେଖିବା ରାଧେଶ୍ୟାମ ହାଜ୍ ଗନ୍। ପୁଣି ଦେଖିବା ରାଧେଶ୍ୟାମ କେଉଁଠାକୁ ଯାଇଅଛି। ଉତ୍ତର କ'ଣ ହେବ? ତୁମ ଘରକୁ। ଏହି ତୁମ ଘରକୁ ଇଂରାଜୀରେ ଏପରି ଲେଖାଯାଇଥାଏ ଟୁ ୟୋର ହାଉସ୍ କିମ୍ବା ଟୁ ୟୋର ହୋମ୍। ତେଣୁ ଟ୍ରାନ୍ସଲେସନ୍ଟି ଏହିପରି ଭାବରେ ଲେଖାଯାଇଥାଏ ଯଥା ରାଧେଶ୍ୟାମ ହାଜ୍ ଗନ୍ ଟୁ ୟୋର ହୋମ୍। କିନ୍ତୁ ଫ୍ରେଣ୍ଡସ୍, ଏହା ଆମର ସଠିକ୍ ଟ୍ରାନ୍ସଲେସନ୍ ନୁହେଁ। କାହିଁକି? ଆମେ ଏହି ସ୍ଥାନଟିକୁ ଲୁଚେଇକି ରଖିଛନ୍ତି, ଯାହାକି ବାକ୍ୟଟି ଏହିପରି ଭାବରେ ଥିଲା ରାଧେଶ୍ୟାମ ତୁମ ଘରକୁ ଯାଇଅଛି କି? ଦେଖ ଫ୍ରେଣ୍ଡସ୍, ଏହି ବାକ୍ୟ ଯଥା ରାଧେଶ୍ୟାମ ତୁମ ଘରକୁ ଯାଇଅଛି କି, ଏହା ଏକ କି ପ୍ରକାର ବାକ୍ୟ? ପ୍ରଶ୍ନବାଚକ ବାକ୍ୟ। ଯଦି ଫ୍ରେଣ୍ଡସ୍
ଇଂରାଜୀର ଏହି ପଜିଟିଭ୍ ବାକ୍ୟକୁ ପ୍ରଶ୍ନବାଚକ ବାକ୍ୟରେ ପରିଣତ କରିବା, ତେବେ ଏହି ହାଜ୍କୁ ରାଧେଶ୍ୟାମ ପୂର୍ବରେ ଲେଖି ଦିଆଯାଏ ଏବଂ ଶେଷରେ ପ୍ରଶ୍ନବାଚକ ଚିହ୍ନ ଦିଆଯାଇଥାଏ। ତେଣୁ ରାଧେଶ୍ୟାମ ତୁମ ଘରକୁ ଯାଇଅଛି କି? ଏହାର ସଠିକ୍ ଟ୍ରାନ୍ସଲେସନଟି ହେବ ହାଜ୍ ରାଧେଶ୍ୟାମ ଗନ୍ ଟୁ ୟୋର ହୋମ୍? ଠିକ୍ ସେହିପରି ଅନ୍ୟ ଏକ ବାକ୍ୟକୁ ଦେଖିବା। ସେ ପ୍ରତିଦିନ ଚା ପିଏ। ଏହି ବାକ୍ୟଟିକୁ ଭଲ ଭାବରେ ଦେଖିବା। ଶେଷରେ କ'ଣ ଶୁଭାଯାଉଛି? ଏ। ତେଣୁ ଏହା ପ୍ରେଜେଣ୍ଟ ଟେନ୍ସର ପ୍ରଥମ ଘର କିମ୍ବା ପ୍ରେଜେଣ୍ଟ ସିମ୍ପଲରେ ଅଛି। ଯଦି ପ୍ରେଜେଣ୍ଟ ସିମ୍ପଲରେ ଅଛି, ଏହାର ରୁଲ୍ କ'ଣ? ରୁଲ୍ ହେଉଛି ସବଜେକ୍ଟ ପ୍ଲସ୍ ଭାର୍ବରେ ଏସ୍ କିମ୍ବା ଇଏସ୍ ଦିଆଯାଇଥାଏ। ଯଦି ସବଜେକ୍ଟଟି ତୃତୀୟ ପୁରୁଷ ଏକବଚନ ଥିଲେ, ଅନ୍ୟ ପୁରୁଷ ଥିଲେ ଭାର୍ବରେ ଏସ୍ କିମ୍ବା ଇଏସ୍ ଦିଆଯାଇନଥାଏ। ପୁଣି ସବଜେକ୍ଟ କିମ୍ବା କର୍ତ୍ତା ଯଦି ତୃତୀୟ ପୁରୁଷ ଏକବଚନ ଥାଏ, ତେବେ ଡଜରେ ପ୍ରଶ୍ନ ଏବଂ ଭାର୍ବରୁ ଏସ୍ କିମ୍ବା ଇଏସ୍ ଘଟିଯାଇଥାଏ। ବୁଝିହେଲା? ଅନ୍ୟ ପୁରୁଷରେ ଡୁରେ ପ୍ରଶ୍ନ ଏବଂ ନଟ୍ ଦିଆଯାଇଥାଏ। ତେଣୁ ଏଠାରେ ସବଜେକ୍ଟ ହେଉଛି ସେ, ଭାର୍ବ ହେଉଛି ପିଇବା ଡ୍ରିଙ୍କ। ଯେହେତୁ ସେ ହେଉଛି ତୃତୀୟ ପୁରୁଷ ଏକବଚନ, ଏହି ଭାର୍ବ ଯାହାକି ଡ୍ରିଙ୍କରେ ଏସ୍ ଦିଆଯାଏ। ଯେପରିକି ହି ଡ୍ରିଙ୍କସ୍ ଟି ଏଭ୍ରି ଡେ। ଅନ୍ୟ ଏକ ବାକ୍ୟକୁ ଦେଖିବା। କ'ଣ ତୁମେ ଦାରୁ ପିଇ ଆସିଅଛ? ଫ୍ରେଣ୍ଡସ୍, ଏହି ବାକ୍ୟଟି ପ୍ରେଜେଣ୍ଟ ଟେନ୍ସର ଶେଷ ଘର କିମ୍ବା ଆମେ କହିପାରିବା ଚତୁର୍ଥ ଘର କିମ୍ବା ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସରେ ଅଛି। କାହିଁକି ନା ଏହି ବାକ୍ୟର ଶେଷ 5 ଅକ୍ଷର କ'ଣ ଅଛି? ଇ ଆସିଅଛ ଶୁଭୁଛି। ତେଣୁ ଏହା ପ୍ରେଜେଣ୍ଟ ଟେନ୍ସର ଶେଷ ଘରେ ଅଛି। ଏହାର ରୁଲ୍ କ'ଣ? ଏହାର ରୁଲ୍ ହେଉଛି ସବଜେକ୍ଟ ପ୍ଲସ୍ ହାଭ୍ କିମ୍ବା ହାଜ୍ ପ୍ଲସ୍ ବିନ୍ ପ୍ଲସ୍ ଭାର୍ବରେ ଆଇଏନ୍ଜି ଦିଆଯାଇଥାଏ। ତେଣୁ ଟ୍ରାନ୍ସଲେସନଟି ଏହିପରି ଭାବରେ କରିବା। ଯେହେତୁ ଏହି ବାକ୍ୟଟି ପ୍ରଶ୍ନବାଚକରେ ଅଛି, ପ୍ରଥମେ ତ ଆମେ ଏହାକୁ ପଜିଟିଭ୍ ବାକ୍ୟରେ ଆଣିବାକୁ ଚେଷ୍ଟା କରିବା, ଯାହାକି ତୁମେ ଦାରୁ ପିଇ ଆସିଅଛ। ଇଂରାଜୀରେ ଏହାକୁ କିପରି ଟ୍ରାନ୍ସଲେସନ କରାଯାଏ କହିଲ ଦେଖି? ୟୁ ହାଭ୍ ବିନ୍ ଡ୍ରିଙ୍କିଂ ୱାଇନ୍। ବାସ୍, ଆମେ ଏହାକୁ ପଜିଟିଭ୍ ରୂପରେ ଟ୍ରାନ୍ସଲେସନ କରିଲେ। ଏହାକୁ ବର୍ତ୍ତମାନ ପ୍ରଶ୍ନବାଚକରେ ପରିଣତ କରିବା। କ'ଣ ତୁମେ ଦାରୁ ପିଇ ଆସିଅଛ? ହ୍ୱାଟ୍ ହାଭ୍ ୟୁ ବିନ୍ ଡ୍ରିଙ୍କିଂ ୱାଇନ୍? ଅନ୍ୟ ଏକ ବାକ୍ୟକୁ ଦେଖିବା। ରୁଦ୍ରୀ କ୍ରିକେଟ ଖେଳୁଅଛି। ଏହି ବାକ୍ୟର ଶେଷ 3 ଅକ୍ଷରକୁ ଦେଖିବା। ଉ ଅଛି ଶୁଭୁଛି। ତେଣୁ ଏହା ପ୍ରେଜେଣ୍ଟ ଟେନ୍ସର ପ୍ରେଜେଣ୍ଟ ପ୍ରୋଗ୍ରେସିଭ୍ କିମ୍ବା ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଟେନ୍ସରେ ଅଛି। ଏହାର ରୁଲ୍ ହେଉଛି ସବଜେକ୍ଟ ପ୍ଲସ୍ ଆମ୍ କିମ୍ବା ଇଜ୍ କିମ୍ବା ଆର୍ ପ୍ଲସ୍ ଭାର୍ବରେ ଆଇଏନ୍ଜି ଦିଆଯାଇଥାଏ। ଏଠାରେ ରୁଦ୍ରୀ ହେଉଛି ତୃତୀୟ ପୁରୁଷ ଏକବଚନ, ତେଣୁ ଇଜ୍ ଲାଗିବ। ପ୍ରଥମ ପୁରୁଷ ଏକବଚନରେ ଆମ୍ ଲାଗେ, ଅନ୍ୟ ପୁରୁଷରେ ଆର୍ ଲାଗିଥାଏ। ତେଣୁ ରୁଦ୍ରୀ କ୍ରିକେଟ ଖେଳୁଅଛିର ଇଂରାଜୀ ଟ୍ରାନ୍ସଲେସନ ହେବ ରୁଦ୍ରୀ ଇଜ୍ ପ୍ଲେଇଂ କ୍ରିକେଟ। ଥ୍ୟାଙ୍କ ୟୁ ଫର୍ ୱାଚିଂ।